ହାପି ନିଉ ଇୟର। ବର୍ଷ ଆରମ୍ଭରୁ ବାବୁ ଆମର ଗୋଲାପ ଦେଲେଣି ମାନେ ବର୍ଷ ସାରା ଖାଲି ଗୋଲାପ ହିଁ ବୃଷ୍ଟି ହବ। ଚାଲନ୍ତୁ ଚଟାପଟ ବାହାରି ପଡିଲୁ। ଦେଖୁଛନ୍ତି ତ ଆମ ଆଡେ ବର୍ତ୍ତମାନ ରାସ୍ତା କାମ ଚାଲିଛି, ସବୁଆଡେ ବର୍ତ୍ତମାନ ଏଇ କାମ। ଆପଣଙ୍କ ଆଡେ ଚାଲିଛି କି ନାହିଁ କମେଣ୍ଟ ମାଧ୍ୟମରେ ଜଣେଇବେ। ବୋଉ ଆମର ବାହାରି ପଡିଲେ। ଦେଖନ୍ତୁ ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚି ଗଲୁ ଆମେ ବାବାଙ୍କ ମନ୍ଦିର। ଆଜି ଗୁରୁବାର, ଆଉ ଯେହେତୁ ନୂଆ ବର୍ଷ, ବାବାଙ୍କ ମନ୍ଦିରକୁ ନ ଯାଇ କେମିତି ରହିହବ। ସାଙ୍ଗେ ସାଙ୍ଗେ ମୁଁ ଦୀପଟେ ଲଗେଇଦେଲି। ଆଉ ବାବାଙ୍କୁ ଏତିକି ପ୍ରାର୍ଥନା କଲି କି ଆଜିର ଏ ବର୍ଷଟି ସମସ୍ତଙ୍କର, ମୋ ପରିବାର ତା ସହିତ ସମଗ୍ର ଓଡ଼ିଶାବାସୀଙ୍କର ସମସ୍ତଙ୍କର ମଙ୍ଗଳ ହଉ। ଚଟାପଟ ଯାଇ ବାବାଙ୍କର ପାଦ ଦର୍ଶନ କଲି। ଓହୋ, ସାଇ ବାବାଙ୍କ ପାଦ ଦର୍ଶନ କରି ଆଜି ମତେ ବହୁତ ହି ଖୁସି ଲାଗିଲା। ତା ସହିତ ଦେଖନ୍ତୁ କେତେ ସୁନ୍ଦର ଭାବରେ ସଜା ହେଇଛି ଆଜି ମନ୍ଦିର। ଦେଖନ୍ତୁ ବୋଉ ଏପଟେ ଆମର ବାବୁଙ୍କୁ କେମିତି ଗେଲ କରିଦଉଛନ୍ତି ଆଉ ଆଶୀର୍ବାଦ ଦେଇ ଦଉଛନ୍ତି। ତା ସହିତ ମୁଁ ବି କୋଉ କମ୍ କି, ମୁଁ ବି ଆଶୀର୍ବାଦ ନେଇଗଲି। ବୋଉ ମତେ ଟିକେ ଗେଲ କରିଦେଲେ। ହଠାତ୍ ଦେଖା ହେଇଗଲେ ଜେନା ଅଙ୍କଲ, ଆଉ ଯିଏକି ବାବାଙ୍କର ସବୁ କାର୍ଯ୍ୟ ଦେଖାଶୁଣା କରନ୍ତି। ବୋଉ ତାଙ୍କ ସହିତ ଟିକେ କଥା ହେଇଗଲେ। ତାପରେ ଆମେ ଯାଇ ପହଞ୍ଚିଗଲୁ ପ୍ରସାଦ ସେବନ ପାଖରେ। ଦେଖନ୍ତୁ ବୋଉଙ୍କ ହାତ ଧରି ବାବୁ କେମିତି ଆମର ଚାଲିଛନ୍ତି, କିନ୍ତୁ ପ୍ରସାଦ ଖାଇବାରେ ଜମା ଅବହେଳା କରୁନାହାନ୍ତି। ବାଟରେ ଯାଉ ଯାଉ ପଡିଲା ବେଲ। ବାବରେ କେତେ ସାରା ବେଲ ଗଛରେ ହେଇଛି। ବାବୁ ଆମର ଦେଖନ୍ତୁ ରାସ୍ତାରେ କେମିତି ଖାଲି ଖାଇ 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 ଯାଉଛନ୍ତି। ଆଜି ତ ତାଙ୍କର ଖାଇବା ସରିବନି, ତାଙ୍କୁ ଆଉ ପାରି ହବନି। ରହୁଛି, ଜୟ ଜଗନ୍ନାଥ।